କୁମ୍ଭ ରାଶିର ଦ୍ୱିତୀୟ ଧନସ୍ଥାନ ଏବଂ ଏକାଦଶ ଆୟସ୍ଥାନର ଅଧିପତି ବୃହସ୍ପତି ମହାଗ୍ରହ କୁମ୍ଭ ରାଶିର ପଞ୍ଚମ ଭାବରେ ଅବସ୍ଥାନ କରି ନବମ ଭାଗ୍ୟଭାବ, ଏକାଦଶ ଆୟଭାବ ଓ କୁମ୍ଭ ରାଶି ଅଥବା କୁମ୍ଭ ଲଗ୍ନକୁ ମାସ ସାରା ଦୃଷ୍ଟି ପ୍ରଦାନ କରୁଥିବାରୁ ଏହି ଜୁନ୍ ମାସରେ କୁମ୍ଭ ରାଶିର ଆୟ ଆଶାଠାରୁ ଅଧିକା ହେବ। ବିଭିନ୍ନ ସୂତ୍ରରୁ ବିଭିନ୍ନ ଉପାୟରେ ଧନର ସ୍ରୋତ ବହିବ। ଜୟ ଜଗନ୍ନାଥ। ନମସ୍କାର। ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। କୁମ୍ଭ ରାଶି ପାଇଁ 2025 ମସିହା ଜୁନ୍ ମାସର ମାସିକ ରାଶି ଫଳ। ଜୁନ୍ ମାସଟି କୁମ୍ଭ ରାଶି ପାଇଁ ଉପର ତଳ ହେଲା ଭଳି ସମୟ ରହିବ। ଜୁନ୍ ମାସ ସାରା କୁମ୍ଭ ରାଶିରେ ଅଥବା କୁମ୍ଭ ଲଗ୍ନରେ ରାହୁ ମହାଗ୍ରହ ଅବସ୍ଥାନ କରୁଥିବାରୁ ବିଚାର ବିଭ୍ରାଟ ଘଟାଇବେ। ନିର୍ଣ୍ଣୟ ନେବାର ନିଷ୍ପତ୍ତି ପ୍ରଭାବିତ ହେବ। ସଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ନେଇ ନ ପାରିବାରୁ କାର୍ଯ୍ୟଧାରାରେ ବିଭ୍ରାଟ ଘଟିବ। ସମାଲୋଚନାର ଶିକାର ହୋଇପାରନ୍ତି। ବେଳେବେଳେ ଆପଣଙ୍କ ବିଚାରଧାରାକୁ ନେଇ ନିଜେ ମଧ୍ୟ ଦୁଃଖିତ ହୋଇପାରନ୍ତି। କିନ୍ତୁ ଏହି ସମୟରେ ଆପଣଙ୍କ କୁମ୍ଭ ରାଶିଠାରୁ ପଞ୍ଚମ ଭାବରେ ବିଦ୍ୟମାନ ଥିବା ବୃହସ୍ପତି ମହାଗ୍ରହ ଆପଣଙ୍କୁ ସଠିକ୍ ରାସ୍ତା ଦେଖାଇବେ। ତେଣୁ ଉଚିତ ହେବ କୁମ୍ଭ ରାଶିଜାତ ବ୍ୟକ୍ତି ଏହି ଜୁନ୍ ମାସରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କଲାବେଳେ ଭଲ ଭାବରେ ଭାବିଚିନ୍ତି ନିଷ୍ପତ୍ତି ଗ୍ରହଣ କରନ୍ତୁ। କ୍ୟାରିୟର ଦୃଷ୍ଟିରୁ ଦେଖିବାକୁ ଗଲେ ଜଣାଯାଏ କୁମ୍ଭ ରାଶି ବ୍ୟକ୍ତି ଏ ମାସରେ ଭଲ ଫଳ ପାଇବାର ସମ୍ଭାବନା ରହିଅଛି। କୁମ୍ଭ ରାଶିର ଦଶମ ଭାବର ଅଧିପତି ମଙ୍ଗଳ ମାସର ପ୍ରଥମ ସପ୍ତାହରେ କର୍କଟ ରାଶିରେ ନୀଚ ଅବସ୍ଥା ଭୋଗ କରୁଥିବେ। ଏହାପରେ ସିଂହ ରାଶିରେ ପ୍ରବେଶ କଲେ କୁମ୍ଭ ରାଶି ପାଇଁ ସ୍ଥିର କର୍ମ ପ୍ରଦାନ କରିବେ। ନୂତନ ଭାବେ ସରକାରୀ ଚାକିରି ଖୋଜୁଥିବା କୁମ୍ଭ ରାଶି ଜାତକଙ୍କ ପାଇଁ ଜୁନ୍ ମାସର ଶେଷ 3 ସପ୍ତାହ ବଡ଼ ଅନୁକୂଳ ରହିବ। ଚାକିରି କରୁଥିଲେ ଚାକିରିରେ ପ୍ରମୋସନର ଯୋଗ ରହିଅଛି। କର୍ମକ୍ଷେତ୍ରରେ ନେତୃତ୍ୱ ନେବାର ସୁଯୋଗ ଆସିବ। ନିଜର ସାମର୍ଥ୍ୟ ପ୍ରତିପାଦନ କରିପାରିବେ। ଅଫିସରେ ସହଯୋଗୀମାନେ ଆପଣଙ୍କ କାର୍ଯ୍ୟ କରିବାର ଶୈଳୀକୁ ପ୍ରଶଂସା କରିବେ। କିନ୍ତୁ ସେହି ସମୟରେ ସିଂହ ରାଶିରେ କେତୁ ମହାଗ୍ରହ ଅବସ୍ଥାନ କରିଥିବାରୁ କର୍ମକ୍ଷେତ୍ରରେ ଗୁପ୍ତ ଶତ୍ରୁ ମଧ୍ୟ ଲାଗି ରହିପାରନ୍ତି। ଜୁନ୍ ମାସରେ କୁମ୍ଭ ରାଶିର ଆର୍ଥିକ ସ୍ଥିତି ଅତି ଉତ୍ତମ ରହିବ। କୁମ୍ଭ ରାଶିର ଦ୍ୱିତୀୟ ଧନସ୍ଥାନ ଏବଂ ଏକାଦଶ ଆୟସ୍ଥାନର ଅଧିପତି ବୃହସ୍ପତି କୁମ୍ଭ ରାଶିର ପଞ୍ଚମ ଭାବରେ ଅବସ୍ଥାନ କରି ନବମ ଭାଗ୍ୟଭାବ, ଏକାଦଶ ଆୟଭାବ ଏବଂ କୁମ୍ଭ ରାଶି ଅଥବା କୁମ୍ଭ ଲଗ୍ନକୁ ମାସ ସାରା ଦୃଷ୍ଟି ପ୍ରଦାନ କରୁଥିବାରୁ କୁମ୍ଭ ରାଶିର ଆୟ ଆଶାଠାରୁ ଅଧିକା ହେବ। ବିଭିନ୍ନ ସୂତ୍ରରୁ ତଥା ବିଭିନ୍ନ ଉପାୟରେ ଧନର ସ୍ରୋତ ବହିବ। ବୃହସ୍ପତିଙ୍କର ଭାଗ୍ୟଭାବ ଉପରକୁ ଦୃଷ୍ଟି କୁମ୍ଭ ରାଶିର ଭାଗ୍ୟଭାବକୁ ପରିପୁଷ୍ଟ କରିବ। ନୂତନ ଭାଗ୍ୟଭାବର ଅଭ୍ୟୁଦୟ ଘଟିବ କହିଲେ ଅତ୍ୟୁକ୍ତି ହେବ ନାହିଁ। ପୁନଶ୍ଚ କୁମ୍ଭ ରାଶି ଉପରେ ବୃହସ୍ପତିଙ୍କର ଦୃଷ୍ଟି ଶରୀରକୁ ନିରୋଗ ରଖିବା ସହିତ ଶରୀରର ସୁଖ ପ୍ରଦାନ କରିବ। କୁମ୍ଭ ରାଶିର ପଞ୍ଚମ ଭାବସ୍ଥ ବୃହସ୍ପତି କୁମ୍ଭ ରାଶି ଜାତକକୁ ଜ୍ୟୋତିଷୀୟ ଆପ୍ତବାକ୍ୟ ଶ୍ରୁତାର୍ଥ ଲାଭ ନବପଞ୍ଚକେଷୁ ଅର୍ଥାତ୍ ବୃହସ୍ପତି ଜାତକର ପଞ୍ଚମ ସ୍ଥାନରେ ଅବସ୍ଥାନ କରିଥାନ୍ତି ତେବେ ଜାତକକୁ ସୁତ ପୁତ୍ର ଏବଂ ଅର୍ଥ
ଉଭୟ ପ୍ରଦାନ କରିଥାନ୍ତି। ତେଣୁ ଏହି ସମୟରେ ବୃହସ୍ପତି ମହାଗ୍ରହ କୁମ୍ଭ ରାଶିଜାତ ବ୍ୟକ୍ତିଙ୍କୁ ପୁତ୍ର ସନ୍ତାନ ଏବଂ ଅର୍ଥ ପ୍ରଦାନ କଲେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଜୁନ୍ ମାସରେ କୁମ୍ଭ ରାଶିର ଲଭ୍ ଲାଇଫ୍ ବା ପ୍ରେମ ସମ୍ପର୍କରେ ଆଲୋଚନା କଲେ ଜଣାଯାଏ, କୁମ୍ଭ ରାଶି ଜାତକ ପ୍ରେମ ସମ୍ପର୍କରେ ଥିଲେ ସମ୍ପର୍କର ନିବିଡ଼ତା ଆସିବ। ପ୍ରେମର କାରକ ଗ୍ରହ ଶୁକ୍ର କୁମ୍ଭ ରାଶିର ତୃତୀୟ ଭାବରେ ଅବସ୍ଥାନ କରିଥିବାରୁ ପୂର୍ବରୁ କୁମ୍ଭ ରାଶି ଝିଅ ଯାହାକୁ ଭାଇ ସମ୍ବୋଧନ କରୁଥିବେ ତାହା ପ୍ରତି ଆକର୍ଷିତ ହୋଇ ପ୍ରେମ ସମ୍ପର୍କରେ ପଡ଼ିଯିବାର ସମ୍ଭାବନା ରହିଅଛି। ସମ୍ପର୍କଟି କ୍ରମେ ଘନିଷ୍ଠ ପ୍ରେମ ସମ୍ପର୍କରେ ପରିଣତ ହୋଇ ଉଭୟେ ବିବାହ ପ୍ରତି ମନ ବଳାଇବାର ମଧ୍ୟ ସମ୍ଭାବନା। ପଞ୍ଚମ ପ୍ରେମ ଭାବର ଅଧିପତି ବୁଧ ମହାଗ୍ରହ ଏହି ସମ୍ପର୍କକୁ ଆକସ୍ମିକ ଭାବରେ ନିବିଡ଼ରୁ ଆହୁରି ନିବିଡ଼ତର କରି ଗଢ଼ି ତୋଳିବେ। ଅବିବାହିତ ରହିଥିବା ପୁଅ ଓ ଝିଅମାନଙ୍କ ପାଇଁ ଏହି ସମୟରେ କୁମ୍ଭ ରାଶିର ପଞ୍ଚମ ଭାବରେ ଅବସ୍ଥାନ କରିଥିବା ବୃହସ୍ପତି ବରଦାୟକ ସାବ୍ୟସ୍ତ ହେବେ। ଅବିବାହିତ ପୁଅ ଓ ଝିଅମାନଙ୍କ ପାଇଁ ବହୁତ ସୁନ୍ଦର ସୁନ୍ଦର ବିବାହ ପ୍ରସ୍ତାବମାନ ଆସିବ ଏବଂ ବିବାହ ତାରିଖ ସ୍ଥିରୀକୃତ ହୋଇବାର ମଧ୍ୟ ସମ୍ଭାବନା ରହିଅଛି। ଜୁନ୍ ମାସରେ କୁମ୍ଭ ରାଶି ବ୍ୟକ୍ତିଙ୍କର ପାରିବାରିକ ଜୀବନ ମଧ୍ୟମ ଧରଣର ରହିବ, କିନ୍ତୁ କେତେକ କ୍ଷେତ୍ରରେ ପାରିବାରିକ ଜୀବନ ଆବଶ୍ୟକତାଠାରୁ ଅଧିକ ଖୁସି ଆଣିଦେବାର ମଧ୍ୟ ସମ୍ଭାବନା ରହିଅଛି। କୁମ୍ଭ ରାଶିର ଦ୍ୱିତୀୟ ଭାବ ମୀନ ରାଶିର ଅଧିପତି ବୃହସ୍ପତି ପଞ୍ଚମ ସ୍ଥାନରେ ବିରାଜମାନ କରିଥିବାରୁ ପରିବାରରେ ସୁଖ ସମୃଦ୍ଧି ଲାଗି ରହିବ। ମାଙ୍ଗଳିକ କାର୍ଯ୍ୟ ହେବାର ସମ୍ଭାବନା ଅଛି। ସନ୍ତାନମାନେ ଆଜ୍ଞାଧୀନ ରହିବେ। ପରିବାରର ପ୍ରତ୍ୟେକ ସଦସ୍ୟ ଏକତ୍ର ହୋଇ ତୀର୍ଥ ବା ଦୂରସ୍ଥାନ ଭ୍ରମଣରେ ଯିବା ପାଇଁ ଯୋଜନା କରିପାରନ୍ତି, କିନ୍ତୁ ମାସର ପ୍ରଥମାର୍ଦ୍ଧରେ କୁମ୍ଭ ରାଶିର ଚତୁର୍ଥ ଭାବରେ ଅବସ୍ଥିତ ସୂର୍ଯ୍ୟ ଏବଂ ତାଙ୍କ ଉପରକୁ ଶନିଙ୍କର ଦୃଷ୍ଟି ବନ୍ଧୁବାନ୍ଧବମାନଙ୍କ ସହିତ ସମ୍ପର୍କରେ ତିକ୍ତତା ଆଣିପାରେ। ମାଙ୍କର ଦେହ ଅସୁସ୍ଥ ହେବାର ମଧ୍ୟ ସମ୍ଭାବନା ରହିଅଛି। ମାସର ଦ୍ୱିତୀୟାର୍ଦ୍ଧରେ ଏ ସମସ୍ୟା ଆପଣା ଛାଏଁ ଦୂରୀଭୂତ ହୋଇଯିବ। ଜୁନ୍ ମାସରେ କୁମ୍ଭ ରାଶିଜାତ ବ୍ୟକ୍ତି ମଙ୍ଗଳଙ୍କ ଯୋଗୁଁ ସ୍ୱାସ୍ଥ୍ୟଗତ ସମସ୍ୟା ଭୋଗ କରିପାରନ୍ତି। ବ୍ଲଡ଼ ପ୍ରେସର ଭଳି ଗମ୍ଭୀର ସମସ୍ୟା ଦେଖାଦେଇପାରେ। କିଛିଟା ରକ୍ତଗତ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇପାରନ୍ତି। ମୁହଁରେ ବ୍ରଣ, ଶରୀରରେ ଫୋଟକା ତଥା ବଥ ବା ବାଳମୂଳିଆ ଭଳି ସମସ୍ୟା ଉପୁଜିପାରେ। ମାସର ଶେଷ ସପ୍ତାହରେ ବୁଧ ମହାଗ୍ରହ ଚର୍ମଗତ ରୋଗ ଓ ସ୍ନାୟୁ ବିକାର ଭଳି ରୋଗ ପ୍ରଦାନ କରିବାର ମଧ୍ୟ ସମ୍ଭାବନା ରହିଅଛି। ଏ ତ ଗଲା ମୋଟାମୋଟି ଭାବରେ କୁମ୍ଭ ରାଶି ପାଇଁ ଜୁନ୍ ମାସର ମାସିକ ରାଶି ଫଳ। କୁମ୍ଭ ରାଶିଜାତ ବ୍ୟକ୍ତିଙ୍କର ମାସଟିରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ କୁମ୍ଭ ରାଶିର ଅଧିପତି ଶନି ଓ କୁମ୍ଭ ରାଶିରେ ବିରାଜିତ ରାହୁ ମହାଗ୍ରହଙ୍କୁ ସନ୍ତୁଷ୍ଟ କରିବା ପାଇଁ ମହାବୀର ହନୁମାନଙ୍କର ପୂଜାର୍ଚ୍ଚନା କରନ୍ତୁ। ପ୍ରତ୍ୟହ ହନୁମାନ ଚାଳିଶା ପାଠ କରନ୍ତୁ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ କୁମ୍ଭ ରାଶି ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।